ଶ୍ରୋତାବନ୍ଧୁ, ଆଜି ଆମେ ମହର୍ଷି ବେଦବ୍ୟାସ ପ୍ରଣୀତ ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଦ ସନ୍ନିବେଶିତ ସ୍ୱାମୀ ନାରାୟଣାର୍ପଣାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଅନୁସୃଜିତ 19 ଅଧ୍ୟାୟ, ଯାହାର ଶୀର୍ଷକ ଜ୍ଞାନ, ଭକ୍ତି ଓ ଯମ ନିୟମାଦି ସାଧନା ମାନଙ୍କର ବର୍ଣ୍ଣନା ସମ୍ପର୍କରେ ଆଲୋଚନା ପ୍ରସ୍ତୁତ କରୁଛି। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଉଦ୍ଧବ, ଯେ ଉପନିଷଦ ଆଦି ଶାସ୍ତ୍ରର ଶ୍ରବଣ, ମନନ ଓ ନିଦିଧ୍ୟାସନ ଦ୍ୱାରା ଆତ୍ମ ସାକ୍ଷାତ୍କାର କରିପାରିଛନ୍ତି, ଯେ ଶ୍ରୋତ୍ରିୟ ଏବଂ ବ୍ରହ୍ମନିଷ୍ଠ, ଯାହାଙ୍କର ସିଦ୍ଧାନ୍ତ କେବଳ ତର୍କ ଓ ଅନୁମାନ ଉପରେ ନିର୍ଭର କରେ ନାହିଁ, ଅର୍ଥାତ୍ ଯେ ପ୍ରତ୍ୟକ୍ଷରେ ଅନୁଭବ କରିନେଇଥାନ୍ତି ଯେ ଏସବୁ ହେଉଛି ମାୟା, ସେ ଏହା ଜାଣିବା ପରେ ସେହି ଜ୍ଞାନକୁ ବି ମୋଠାରେ ଲୀନ କରିଦେବା ଉଚିତ। ମୁଁ ହିଁ ହେଉଛି ଜ୍ଞାନୀମାନଙ୍କର ଅଭୀଷ୍ଟ ବସ୍ତୁ, ମୁଁ ହିଁ ହେଉଛି ସେମାନଙ୍କର ସାଧନ ଓ ସାଧ୍ୟ, ସ୍ୱର୍ଗ ଓ ଅପବର୍ଗ। ସେମାନେ ମୋ ଭିନ୍ନ ଅନ୍ୟ କୌଣସି ପଦାର୍ଥରେ ପ୍ରେମ ରଖନ୍ତି ନାହିଁ। ଜ୍ଞାନ ଓ ବିଜ୍ଞାନରେ ସମ୍ପନ୍ନ ସିଦ୍ଧ ପୁରୁଷମାନେ ହିଁ ମୋର ପ୍ରକୃତ ସ୍ୱରୂପ ଜାଣନ୍ତି। ତେଣୁ ଜ୍ଞାନୀ ପୁରୁଷମାନେ ହେଉଛନ୍ତି ମୋର ସବୁଠାରୁ ଅଧିକ ପ୍ରିୟ। ହେ ଉଦ୍ଧବ, ଜ୍ଞାନୀମାନେ ଜ୍ଞାନ ଦ୍ୱାରା ମୋତେ ନିରନ୍ତର ନିଜ ଅନ୍ତଃକରଣରେ ଧାରଣ କରନ୍ତି। ଜ୍ଞାନର ଗୋଟିଏ କଳା ଅର୍ଥାତ୍ ଗୋଟିଏ କ୍ଷୁଦ୍ର ଅଂଶ ଦ୍ୱାରା ମଧ୍ୟ ଯେଉଁ ସିଦ୍ଧି ମିଳିପାରେ, ତାହା ତପସ୍ୟା, ତୀର୍ଥ, ଜପ, ଦାନ ଅଥବା ଅନ୍ୟ ପବିତ୍ରକାରୀ କ୍ରିୟାକଳାପ ଦ୍ୱାରା ମିଳିପାରେ ନାହିଁ। ତେଣୁ ହେ ପ୍ରିୟ ଉଦ୍ଧବ, ତୁମେ ଜ୍ଞାନ ଦ୍ୱାରା ନିଜର ଆତ୍ମସ୍ୱରୂପକୁ ଚିହ୍ନ ଏବଂ ତାପରେ ଜ୍ଞାନ ବିଜ୍ଞାନରେ ସମ୍ପନ୍ନ ହୋଇ ଭକ୍ତି ଭାବରେ ମୋତେ ଭଜନ କର। ବଡ଼ ବଡ଼ ମୁନି ଋଷିମାନେ ଜ୍ଞାନ ବିଜ୍ଞାନ ରୂପ ଯଜ୍ଞ ଦ୍ୱାରା ନିଜ ଅନ୍ତଃକରଣରେ ସ୍ଥିତ ମୋତେ ଅର୍ଥାତ୍ ସକଳ ଯଜ୍ଞର ଅଧିପତି ଆତ୍ମାକୁ ଯଜନ କରି ପରମ ସିଦ୍ଧି ଲାଭ କରିଛନ୍ତି। ହେ ଉଦ୍ଧବ, ଦେହ, ଇନ୍ଦ୍ରିୟ ଓ ଅନ୍ତଃକରଣ ରୂପରେ ଯେଉଁ ତ୍ରିଗୁଣାତ୍ମକ ବିକାର ରୂପ ଶରୀର ଅଛି, ତୁମେ ସେହି ଶରୀରର ଆଶ୍ରୟ ନେଇଛ। ଅଜ୍ଞାନ ହେତୁ ତଥା ନିଜର ସ୍ୱରୂପ ମାୟା ଦ୍ୱାରା ଆବୃତ ହୋଇଯାଇଥିବାରୁ ହିଁ ଏହି ଶରୀରର ସତ୍ତା ଅଛି ବୋଲି ବୋଧ ହେଉଛି। ଏହା ଜନ୍ମ ପୂର୍ବରୁ ନଥିଲା କି ମୃତ୍ୟୁ ପରେ ରହିବ ନାହିଁ। କେବଳ ଜନ୍ମ ଓ ମୃତ୍ୟୁର ମଧ୍ୟବର୍ତ୍ତୀ କାଳରେ ଏହା ଦେଖାଯାଉଛି। ଏହି ଶରୀରର ଜନ୍ମ ଆଦି ଷଡ୍ ବିକାର ବି ରହିଛି, ଯାହା ଆଦ୍ୟରେ ଅସତ୍ ଓ ଅନ୍ତରେ ଅସତ୍ ତଥା ତା ମଧ୍ୟରେ ବି ଅସତ୍ ଏହିପରି ନାଶବାନ ଅଟେ। ଯେଉଁ ଶରୀର, ତାହା ସହିତ ତୁମର କି ସମ୍ବନ୍ଧ? ଉଦ୍ଧବ କହିଲେ, ହେ ବିଶ୍ୱେଶ୍ୱର, ହେ ବିଶ୍ୱମୂର୍ତ୍ତି, ବର୍ତ୍ତମାନ ଆପଣ ଯେଉଁ ଜ୍ଞାନର ବର୍ଣ୍ଣନା କଲେ, ଏହା ହେଉଛି ବିଶୁଦ୍ଧ, ବିପୁଳ ଏବଂ ସନାତନ। ଏହା ବୈରାଗ୍ୟ ଓ ବିଜ୍ଞାନରେ ଯୁକ୍ତ। ବର୍ତ୍ତମାନ ଆପଣ କୃପା କରି ସେହି ଭକ୍ତିଯୋଗ ବିଷୟରେ କୁହନ୍ତୁ, ଯାହାକୁ କି ବ୍ରହ୍ମାଦି ମହାସ୍ୱରୂପ ମହାପୁରୁଷ ମଧ୍ୟ ଅନ୍ୱେଷଣ କରୁଛନ୍ତି। ହେ ମୋର ସ୍ୱାମୀ, ମୁଁ ଏହି ଭବ ମାର୍ଗରେ ତ୍ରିତାପରେ ଜଳି ଅତ୍ୟନ୍ତ ପୀଡ଼ିତ ହେଉଛି। ଏହି ସଙ୍କଟରୁ ରକ୍ଷା ପାଇବା ନିମନ୍ତେ ଆପଣଙ୍କ ଚରଣ ଯୁଗଳର ଶରଣ ନେବା ବ୍ୟତୀତ ମୋତେ ଅନ୍ୟ କୌଣସି ଉପାୟ ଦେଖାଯାଉ ନାହିଁ। ଆପଣଙ୍କର ଏହି ଚରଣ ଯୁଗଳ ଅମୃତ ବର୍ଷା କରେ ଏବଂ ଶରଣାଗତକୁ ଅଭୟ ପ୍ରଦାନ କରେ। ହେ ମହାନୁଭବ, ଆପଣଙ୍କର ଏହି ସେବକ ଅନ୍ଧକୂପରେ ପଡ଼ିଯାଇଛି, ଏହାକୁ କାଳରୂପୀ ସର୍ପ ଦଂଶନ କରୁଛି। ତଥାପି ଏହି ସେବକର କ୍ଷୁଦ୍ର ବିଷୟ ସୁଖଭୋଗର ତୃଷ୍ଣା ମେଣ୍ଟୁ ନାହିଁ, ବରଂ ବଢ଼ି ଚାଲିଛି। ଆପଣ କୃପା କରି ଏହି ସେବକକୁ ଉଦ୍ଧାର କରନ୍ତୁ ଏବଂ ବିପତ୍ତିରୁ ଉଦ୍ଧାର କରିଦେଉଥିବା ବାଣୀର ସୁଧା ଧାରା ଦ୍ୱାରା ମୋତେ ଭିଜାଇ ଦିଅନ୍ତୁ। ପ୍ରଭୁ ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଉଦ୍ଧବ, ତୁମେ ଯେଉଁ କଥା ଜାଣିବାକୁ ଚାହୁଁଛ, ଧର୍ମରାଜ ଯୁଧିଷ୍ଠିର ମଧ୍ୟ ଧାର୍ମିକ ଶିରୋମଣି ଭୀଷ୍ମ ପିତାମହଙ୍କୁ ଏହି କଥା ପଚାରିଥିଲେ। ସେତେବେଳେ ଆମେ ସମସ୍ତେ ସେଠାରେ ଉପସ୍ଥିତ ଥିଲୁ। ମହାଭାରତ ଯୁଦ୍ଧ ଶେଷ ହେବା ପରେ ଧର୍ମରାଜ ଯୁଧିଷ୍ଠିର ଆପଣା ସ୍ୱଜନ ସମ୍ବନ୍ଧୀୟମାନଙ୍କର ସଂହାର ହେତୁ ଶୋକ ବିହ୍ୱଳ ହୋଇଗଲେ। ସେତେବେଳେ ସେ ଭୀଷ୍ମ ପିତାମହଙ୍କ ଠାରୁ ବହୁ ଧର୍ମୋପଦେଶ ଶୁଣିସାରି ମୋକ୍ଷର ସାଧନ ସମ୍ବନ୍ଧରେ ପଚାରିଥିଲେ। ସେତେବେଳେ ଭୀଷ୍ମ ପିତାମହଙ୍କ ମୁଖରୁ ଯେଉଁ ମୋକ୍ଷ ଧର୍ମ ଆମେ ଶୁଣିଥିଲୁ, ମୁଁ ତୁମକୁ ତାହା ଶୁଣାଉଛି।
ତାହା ହେଉଛି ଜ୍ଞାନ, ବୈରାଗ୍ୟ, ବିଜ୍ଞାନ, ଶ୍ରଦ୍ଧା ଓ ଭକ୍ତି ଭାବରେ ପରିପୂର୍ଣ୍ଣ। ହେ ଉଦ୍ଧବ, ମୋର ନିର୍ଦ୍ଧାରିତ ମତ ଏହି ଯେ ଯେଉଁ ଜ୍ଞାନ ବଳରେ ବ୍ରହ୍ମାଙ୍କ ଠାରୁ ଆରମ୍ଭ କରି ତୃଣ ପର୍ଯ୍ୟନ୍ତ ସକଳ ବସ୍ତୁରେ ପ୍ରଥମେ ପ୍ରକୃତି, ପୁରୁଷ, ମହତତ୍ତ୍ୱ, ଅହଙ୍କାର, ପଞ୍ଚ ତନ୍ମାତ୍ର, ଏପରି 9 ତତ୍ତ୍ୱ, ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ ଓ ଏକ ମନ, ଏପରି 11 ତତ୍ତ୍ୱ ଏବଂ ପଞ୍ଚ ମହାଭୂତ ଓ 3 ଗୁଣ, ଏପରି 8 ତତ୍ତ୍ୱ ଅର୍ଥାତ୍ ସର୍ବମୋଟ 28 ତତ୍ତ୍ୱ ବ୍ୟାପୀ ରହିଥିବା ଦେଖି ହୁଏ ଏବଂ ତାପରେ ସମସ୍ତ ତତ୍ତ୍ୱ ମଧ୍ୟରେ ଏକମାତ୍ର ପରମାତ୍ମ ତତ୍ତ୍ୱ ହିଁ ବ୍ୟାପୀ ରହିଥିବାର ଦେଖି ହୁଏ, ତାହା ହେଉଛି ଜ୍ଞାନ ବା ପରୋକ୍ଷ ଜ୍ଞାନ। କିନ୍ତୁ କୌଣସି ତତ୍ତ୍ୱର ସ୍ୱତନ୍ତ୍ର ସତ୍ତା ନ ଦେଖି କେବଳ ଏକମାତ୍ର ପରମ କାରଣ ବ୍ରହ୍ମକୁ ଦେଖିବା ହେଉଛି ବିଜ୍ଞାନ। ଏଇଟା ହେଉଛି ଅପରୋକ୍ଷ ଜ୍ଞାନ। ଏହି ଜ୍ଞାନ ଓ ବିଜ୍ଞାନକୁ ଅନୁଭବ କରିବାକୁ ହେଲେ ଶରୀରାଦି ସମସ୍ତ ତ୍ରିଗୁଣାତ୍ମକ ଓ ସାବୟବ ପଦାର୍ଥର ଉତ୍ପତ୍ତି, ସ୍ଥିତି ଓ ବିନାଶ ଉପରେ ଅନୁଶୀଳନ କରିବା ଆବଶ୍ୟକ। ସେହି ଏକ ପରମାତ୍ମା ହିଁ ସବୁରି ଆଦି, ମଧ୍ୟ ଓ ଅନ୍ତରେ ରହିଥାନ୍ତି। ସେ ନିଜ ଭିତରୁ ହିଁ ଏହି ବିଶ୍ୱକୁ ସୃଷ୍ଟି କରିଥାନ୍ତି ଏବଂ ଏହି ବିଶ୍ୱରେ ସର୍ବତ୍ର ବ୍ୟାପୀ ରହିଥାନ୍ତି। ପୁନଶ୍ଚ ଯେତେବେଳେ ପ୍ରଳୟ କରିବାକୁ ପଡ଼େ, ସେତେବେଳେ ସେ ହିଁ ଏହି ବିଶ୍ୱକୁ ନିଜ ଭିତରେ ଲୀନ କରିଦିଅନ୍ତି। ତେଣୁ ସର୍ବଶେଷରେ ଯାହା ରହିଯାଏ ତାହା ହିଁ ହେଉଛି ସତ୍ ତତ୍ତ୍ୱ। ଶ୍ରୁତି ପ୍ରମାଣ, ପ୍ରତ୍ୟକ୍ଷ ପ୍ରମାଣ, ଐତିହ୍ୟ ପ୍ରମାଣ ଏବଂ ଅନୁମାନ ପ୍ରମାଣ ଦ୍ୱାରା ଭେଦ ବୁଦ୍ଧିର ଅସ୍ତିତ୍ୱ କୌଣସି ପ୍ରକାର ସିଦ୍ଧ ହୁଏ ନାହିଁ। ତେଣୁ ବିବେକୀ ପୁରୁଷ ବିଭିନ୍ନ ତତ୍ତ୍ୱର ଅସ୍ତିତ୍ୱ ଘୋଷଣା କରୁଥିବା ମତର ଊର୍ଦ୍ଧ୍ୱରେ ରହନ୍ତି, ଅର୍ଥାତ୍ ସେମାନଙ୍କୁ ଜ୍ଞାନ ହୁଏ ଯେ ଏକମାତ୍ର ପରମାତ୍ମାଙ୍କ ଭିନ୍ନ ଅନ୍ୟ କିଛି ବି ସତ୍ୟ ନାହିଁ। ବିଦ୍ୱାନମାନେ ଉପଲବ୍ଧି କରିବା ଉଚିତ ଯେ ଇହଲୋକର ଭୋଗ ଯେପରି ନାଶବାନ, ଯଜ୍ଞାଦି ଅନୁଷ୍ଠାନରୁ ମିଳୁଥିବା ସ୍ୱର୍ଗଲୋକଠାରୁ ଆରମ୍ଭ କରି ବ୍ରହ୍ମଲୋକ ପର୍ଯ୍ୟନ୍ତ ସବୁ ଲୋକର ଭୋଗ ସୁଖ ହେଉଛି ସେହିପରି ଅମଙ୍ଗଳକାରୀ, ଦୁଃଖଦାୟୀ ଓ ନାଶବାନ। ହେ ନିଷ୍ପାପ ଉଦ୍ଧବ, ମୁଁ ତୁମକୁ ଆଗରୁ ଭକ୍ତିଯୋଗର ବର୍ଣ୍ଣନା ଶୁଣାଇ ସାରିଛି। ତଥାପି ଯେହେତୁ ସେଥିରେ ତୁମର ବହୁତ ପ୍ରୀତି ରହିଛି, ତେଣୁ ମୁଁ ତୁମକୁ ଭକ୍ତି ପ୍ରାପ୍ତିର ଶ୍ରେଷ୍ଠ ସାଧନ ପୁଣି ଥରେ କହୁଛି। ଶ୍ରୋତାବନ୍ଧୁ, ଆମେ ୟାର ପରବର୍ତ୍ତୀ ଅଡିଓରେ ଶୁଣିବା ଭଗବାନ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଯେଉଁ ଭକ୍ତି ପ୍ରାପ୍ତିର ସାଧନ କହିଛନ୍ତି ଏବଂ କିପରି ଭାବରେ ଜଣେ ଶ୍ରେଷ୍ଠ ଭକ୍ତି ଲାଭ କରିପାରେ ସେ ସମ୍ପର୍କରେ ଆମେ ଆଲୋଚନା କରିବା। ଆଜିର ଅଡିଓ ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।